ଜୟ ଜଗନ୍ନାଥ ଜୟ ଶ୍ରୀରାମ ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ ୟୁଟ୍ୟୁବ ଚ୍ୟାନେଲ। ବହୁତ ସାରା ପିଲା ବର୍ତ୍ତମାନ ପାଇଁ କମ୍ ସ୍କୋର ବା ଯୋଉମାନଙ୍କର 430 420 ପ୍ଲସ୍ 430 ପ୍ଲସ୍ 440 ପ୍ଲସ୍ 430 ରୁ 500 ଭିତରେ ରେଞ୍ଜ ଯୋଉମାନେ ରହୁଛି, ତ ଆପଣମାନେ ସମସ୍ତେ ଛତିଶଗଡ଼କୁ ଟାର୍ଗେଟ କରନ୍ତି ଆମେ ଜାଣିଛୁ, କାରଣ ଛତିଶଗଡ଼ଟା ହେଉଛି ଓଡ଼ିଶାର ପାଖ ଷ୍ଟେଟ୍ ଆଣ୍ଡ ଛତିଶଗଡ଼କୁ ନେଇକି ବହୁତ ଭଲ ନ୍ୟୁଜ୍ ବର୍ତ୍ତମାନ ପାଇଁ ଆସିକି ପହଞ୍ଚିଛି କି ଛତିଶଗଡ଼ର ଆମର ଯୋଉ ଦିଟା କଲେଜ ଆମର ଶ୍ରୀ ଶଙ୍କରାଚାର୍ଯ୍ୟର ସିଟ୍ ବଢ଼ିଛି ଆଣ୍ଡ ଅଲସୋ ଆମର ଆଉ ଗୋଟେ ପ୍ରାଇଭେଟ ଛତିଶଗଡ଼ର କଲେଜ ଯୋଉଟା ରାଉତପରା ସେଇଟାକୁ ପୁଣି ରାଉଣ୍ଡ 3 ଆଡ୍ କରାହେଉଛି। ତ କୋଉଠି ନା କୋଉଠି ପିଲାମାନଙ୍କର ଛତିଶଗଡ଼ ପାଇଁ ନିହାତି ରୂପେ ଜାଣିବାର ଇଣ୍ଟରେଷ୍ଟେଡ ଅଛି କି ଆମେ ଏବେ ବି କ'ଣ ଛତିଶଗଡ଼ କାଉନସିଲିଂରେ ଭାଗ ନେଇପାରିବୁ କି ଛତିଶଗଡ଼ର ପ୍ରାଇଭେଟରେ ଆଡମିସନ କରିପାରିବୁ କି? ତ ଆନ୍ସର ହେଉଛି ୟେସ୍। ଆଣ୍ଡ ଆପଣଙ୍କ ପାଖରେ ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି ଅଛି। ଦେଖନ୍ତୁ ଏଇଟା ଛତିଶଗଡ଼ ସାଇଟ୍ ମୁଁ ଆପଣଙ୍କୁ ଦେଖଉଛି କ୍ଲିୟରଲି। ପଢେଇ ଦଉଛେ ମାନେ କହିଦଉଛେ ଯୋଉ ଇନଫର୍ମେସନଟା କ'ଣ ଅଛି। ଯୋଉ ପ୍ରବେଶ ବର୍ଷ 2025 বা ଆଡମିସନ ଇୟର 2025 ନିଟ୍ ୟୁଜି ଏମବିବିଏସ୍ ବିଡିଏସ୍ ପାଠ୍ୟକ୍ରମ বা ରିଗାର୍ଡିଂ ନ୍ୟୁ ରେଜିଷ୍ଟ୍ରେସନ ତୃତୀୟ ଚରଣ କାଉନସିଲିଂ ହେତୁ ନବୀନ ପଞ୍ଜୀୟନ ଏ ଯାହା ବି ହିନ୍ଦୀରେ ଲେଖାଯିବ ଆପଣଙ୍କୁ କହିଦଉଛି। ମିନ୍ସ ଏ ଯୋଉ ଇନଷ୍ଟ୍ରକ୍ସନଟା ଅଛି ନ୍ୟୁ ରେଜିଷ୍ଟ୍ରେସନ ଫର ଥାର୍ଡ ରାଉଣ୍ଡ କାଉନସିଲିଂ ପ୍ରୋସିଜିଅର, ବୁଝିପାରିଲେ? ତ ଥାର୍ଡ ରାଉଣ୍ଡରେ ଆପଣମାନେ ଚାହିଁବେ ଯଦି ଛତିଶଗଡ଼ କାଉନସିଲିଂରେ ଭାଗ ନେଇପାରିବେ ଛତିଶଗଡ଼ର ପ୍ରାଇଭେଟ ପାଇଁ। ତ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ, ଛତିଶଗଡ଼ କାଉନସିଲିଂରେ ଭାଗ ନେବା ପାଇଁ ଥାର୍ଡ ରାଉଣ୍ଡର କାଉନସିଲିଂ ବର୍ତ୍ତମାନ ପାଇଁ ଚାଲିଛି। ଆଉ ତାର ଡେଟ୍ ଦେଖନ୍ତୁ, ଅନଲାଇନ ରେଜିଷ୍ଟ୍ରେସନ ଷ୍ଟାର୍ଟ ଡେଟ୍ ଆଉ ପ୍ରାରମ୍ଭ ଏବଂ ଅନ୍ତିମ ମାନେ ଅନଲାଇନ ରେଜିଷ୍ଟ୍ରେସନର ଷ୍ଟାର୍ଟିଂ ଆଣ୍ଡ ଏଣ୍ଡିଂ ବା ଲାଷ୍ଟ ଫାଷ୍ଟ ଡେଟ୍ ଆଉ ଲାଷ୍ଟ ଡେଟ୍ 10 ଅକ୍ଟୋବରରୁ ବର୍ତ୍ତମାନ ପାଇଁ ଷ୍ଟାର୍ଟ ହେଇଛି। 10 ଅକ୍ଟୋବର ଦିନ 2ଟା PM ରୁ ଷ୍ଟାର୍ଟ ହେଇକିରି ବର୍ତ୍ତମାନ ପାଇଁ ଅଛି ଆପଣଙ୍କର 13 ଅକ୍ଟୋବର। ତ ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଆଜି ହେଉଛି 12 ଅକ୍ଟୋବର। ଯୋଉମାନେ ଭିଡ଼ିଓ ଦେଖୁଛନ୍ତି ଆପଣ ଯଦି ଚାହୁଁଛନ୍ତି 13 ଅକ୍ଟୋବର ଭିତରେ କରିଦିଅନ୍ତୁ। ଆଣ୍ଡ ଆପଣ ଯଦି ଚାହୁଁଛନ୍ତି ଛତିଶଗଡ଼ର କାଉନସିଲିଂ ମୋ ଥ୍ରୁରେ କରିବା ପାଇଁ ଆପଣମାନେ ମୋତେ ବି କଣ୍ଟାକ୍ଟ କରିପାରିବେ। ମୁଁ ଆପଣଙ୍କୁ ମୋ ନମ୍ବର ମୋବାଇଲ ନମ୍ବର ପ୍ରୋଭାଇଡ଼ କରିଦେଉଛି, ଆପଣମାନେ ସମସ୍ତେ ନୋଟ୍ ଡାଉନ୍ କରନ୍ତୁ। 7205 429 784 7205 429 784। ତ ବର୍ତ୍ତମାନ ପାଇଁ ଚାଲନ୍ତୁ ଛତିଶଗଡ଼ ରିଲେଟେଡ୍ ଆଉ ଇନଫର୍ମେସନ ଆପଣଙ୍କୁ ଦେଇଦେଉଛି। 10 ରୁ 13 ତାରିଖ ଭିତରେ ଆପଣଙ୍କର ରେଜିଷ୍ଟ୍ରେସନ ଚାଲିବ। ଚଏସ୍ ଫିଲିଂ ଚଏସ୍ ଲକିଂ ସେମ୍ 14 ଅକ୍ଟୋବର ପର୍ଯ୍ୟନ୍ତ ଆପଣ ଚଏସ୍ ଲକିଂ କରିପାରିବେ। 14 ଅକ୍ଟୋବର ଦିନ 2ଟା PM ପର୍ଯ୍ୟନ୍ତ, ବୁଝିପାରିଲେ? 2ଟା PM ପର୍ଯ୍ୟନ୍ତ 14 ଅକ୍ଟୋବର ପର୍ଯ୍ୟନ୍ତ ଆପଣ ଚଏସ୍ ଫିଲିଂ ଚଏସ୍ ଲକିଂ କରିପାରିବେ। ମନେ ରଖନ୍ତୁ ସବୁ ପିଲା, ଚଏସ୍ ଫିଲିଂ ଚଏସ୍ ଲକିଂ ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଗ ରେଜିଷ୍ଟ୍ରେସନ କରିଦିଅନ୍ତୁ, ₹1,00,000 ସିକ୍ୟୁରିଟି ମନି ଲାଗିବ। ରେଜିଷ୍ଟ୍ରେସନ କରିସାରିଲା ପରେ ଆପଣ ଚଏସ୍ ଫିଲିଂ ଚଏସ୍ ଲକିଂ କରିପାରିବେ। ଇମ୍ପୋର୍ଟାଣ୍ଟ ନ୍ୟୁଜ୍। ତାପରେ ଚାଲନ୍ତୁ ବର୍ତ୍ତମାନ ପାଇଁ ଯୋଉ କ୍ୟାଣ୍ଡିଡେଟ୍ ମାନେ ପ୍ରିଭିୟସଲି ରେଜିଷ୍ଟ୍ରେସନ କରିଦେଇଛନ୍ତି ବା ଆମେ କହିପାରିବା ରାଉଣ୍ଡ 1 ରାଉଣ୍ଡ ରେଜିଷ୍ଟ୍ରେସନ କରିଦେଇଛନ୍ତି, ଏପର୍ଯ୍ୟନ୍ତ କଲେଜ ତାଙ୍କୁ ମିଳିନି ଛତିଶଗଡ଼ର ପ୍ରାଇଭେଟ କଲେଜ। ଛତିଶଗଡ଼ର ବର୍ତ୍ତମାନ ପାଇଁ 5ଟା ପ୍ରାଇଭେଟ କଲେଜ ହେଇଗଲା। ଯଦି ଆପଣଙ୍କୁ ମିଳିନି ତ ଯୋଉମାନେ ରହିଥିଲେ ସେମାନେ ଆପଣମାନେ କେବଳ ହଉଛି କ'ଣ କରିବେ, ଚଏସ୍ ଫିଲିଂ କରିବେ, ବୁଝିପାରିଲେ? ହେଲା, ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆଉ ଆପଣମାନେ ଯୋଉମାନେ ନୂଆ ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି ସେମାନେ ଆପଣମାନଙ୍କର ନୂଆ ରେଜିଷ୍ଟ୍ରେସନ କରିପାରିବେ, ହେଲା। କିନ୍ତୁ ୱାନ୍ସ ଯଦି ଆପଣ ଥାର୍ଡ ରାଉଣ୍ଡରେ କଲେଜ ଆଲର୍ଟ ହେଲା, ଛତିଶଗଡ଼ ରୁଲ୍ସ ହିସାବରେ ଯଦି ଆପଣଙ୍କୁ ସେକେଣ୍ଡ ରାଉଣ୍ଡ କିମ୍ବା ଥାର୍ଡ ରାଉଣ୍ଡ, ସେକେଣ୍ଡ ରାଉଣ୍ଡ ପରେ ଯେତେ ସବସିକ୍ୱେଣ୍ଟ ରାଉଣ୍ଡ ହେଲା, ସେକେଣ୍ଡ ରାଉଣ୍ଡ ଥାର୍ଡ ରାଉଣ୍ଡ ଷ୍ଟେ ଭେକେନ୍ସି ରାଉଣ୍ଡ ଯୋଉ ରାଉଣ୍ଡରେ if the second round and all subsequent rounds of counseling if a candidate does not take admission after, then ଆପଣଙ୍କର ଯୋଉ ଫି ଟା ଦେଇଥିବେ 1,00,000 ର ସିକ୍ୟୁରିଟି ମନି ଦେଇଥିବେ, ଇଏ ଆପଣଙ୍କର ଫରଫିଟେଡ୍ ହେଇଯିବ। ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଇଟା ପଏଣ୍ଟଟାକୁ ମନେ ରଖନ୍ତୁ। ଯଦି ରାଉଣ୍ଡ 3 ଆପଣ କଲେଜ ନେଉନାହାନ୍ତି ଆପଣ ₹1,00,000 ପଳେଇବ। ତେଣୁକରି ଏପଟେ ଯଦି ଆପଣ ହାଇଟେକକୁ ଟାର୍ଗେଟ କରୁଛନ୍ତି, ସେପଟେ ଛତିଶଗଡ଼ ଟାର୍ଗେଟ କରୁଛନ୍ତି, ଦେଖିକି କରନ୍ତୁ, ହେଲା। ଏଇଟା ହେଉଛି ଗୋଟେ ଆପଣଙ୍କର ଇମ୍ପୋର୍ଟାଣ୍ଟ ଇନଫର୍ମେସନ ରହିଲା ଛତିଶଗଡ଼ ରିଲେଟେଡ୍। ଆଉ ଛତିଶଗଡ଼ର ଆପଣମାନେ ଯଦି ତାର କହିବେ ଆମକୁ ଆଉ ଟିକେ ଇନଫର୍ମେସନ ଦିଅନ୍ତୁ, ମୁଁ ଆପଣଙ୍କୁ କହିଦଉଛି ଏଠି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ଇଏ ହେଉଛି ଛତିଶଗଡ଼ର ସିଡ୍ୟୁଲ, ଇଂଲିଶରେ ବି ଏଠି ଅଛି, ମୁଁ ଆପଣଙ୍କୁ ଦେଖେଇ ଦଉଛି। ଛତିଶଗଡ଼ ରାଉଣ୍ଡ 3 ଦେଖନ୍ତୁ, ୟେସ୍, ଏଇଠି କ୍ଲିୟରଲି ଆପଣମାନେ ସମସ୍ତେ ଦେଖିପାରିବେ। ଅନଲାଇନ ରେଜିଷ୍ଟ୍ରେସନ ହେଉଛି ଆପଣଙ୍କର 10 ତାରିଖରୁ 13 ତାରିଖ ଚାଲିଛି, 4 ଦିନ। ଏବେ ବି ଟାଇମ୍ ଅଛି। ଆଜି 12 ଅକ୍ଟୋବର ଭିଡ଼ିଓ ବନଉଛି। ଚଏସ୍ ଫିଲିଂ ଚଏସ୍ ଲକିଂ 14 ଅକ୍ଟୋବର ଦିନ 2ଟା ପର୍ଯ୍ୟନ୍ତ ଚାଲିବ। ମନେ ରଖନ୍ତୁ ମେରିଟ୍ ଲିଷ୍ଟ ଆସିବ 14 ଅକ୍ଟୋବରରେ ଆସିବ। ସିଟ୍ ଆଲଟମେଣ୍ଟ ଆସିବ ଆପଣଙ୍କର 15ରେ, ସିଟ୍ ଆଲଟମେଣ୍ଟ 15 ତାରିଖରେ ଆସିବ।
ରେଜଲ୍ଟ ପବ୍ଲିଶ ହବ ସେଇ 15 ତାରିଖରେ ସିଟ୍ ଆଲଟମେଣ୍ଟ ପ୍ରୋସିଜର ସେମାନେ 15 କରିକି ସେଇ ଦିନ 15 ତାରିଖରେ ରେଜଲ୍ଟ ପଳେଇ ଆସିବ। ଛତିଶଗଡ଼ରେ ଆପଣଙ୍କର ଆଲଟମେଣ୍ଟ ଆସୁଛି ନା ନାହିଁ? ଅଲରେଡି ମୋ ଥ୍ରୁରେ ପିଲାମାନେ ବାଲାଜୀରେ ଇନଷ୍ଟିଚ୍ୟୁଟ ବାଲାଜୀରେ ଆଡମିସନ କରିଛନ୍ତି, ରାୟପୁରରେ କରିଛନ୍ତି, ତ ଆପଣମାନେ ବି ଚାହିଁଲେ କରିପାରିବେ। ତ ସିଟ୍ ଆଲଟମେଣ୍ଟ ସିଟ୍ ରେଜଲ୍ଟ 15 ତାରିଖରେ ଆସିବ। ସ୍କ୍ରୁଟିନିଟି ପ୍ରୋସେସ ଆଟ୍ ଇନଷ୍ଟିଚ୍ୟୁଟ ମାନେ ଆପଣଙ୍କର ଜଏନିଂ ରହିବ ଇନଷ୍ଟିଚ୍ୟୁଟ ଲେବୁଲରେ ଆପଣଙ୍କର 16 ତାରିଖରୁ 18 ତାରିଖ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତ ଏଇ ଡେଟ୍କୁ ସମସ୍ତେ ମନେ ରଖନ୍ତୁ। ରେଜଲ୍ଟ ଆସିବ 14 ତାରିଖ 13 ତାରିଖ ଭିତରେ ରେଜିଷ୍ଟ୍ରେସନ କରନ୍ତୁ। 13 ତାରିଖ ଭିତରେ ଚଏସ୍ ଫିଲିଂ କରିଦିଅନ୍ତୁ। କିନ୍ତୁ ଚଏସ୍ ଫିଲିଂର ଡେଟ୍ ଅଛି 14 ଅକ୍ଟୋବର ପର୍ଯ୍ୟନ୍ତ। କିନ୍ତୁ ରେଜିଷ୍ଟ୍ରେସନ କରିଥିଲେ ତ ଚଏସ୍ ଫିଲିଂ କରିବେ ନା ଛତିଶଗଡ଼ର। ଛତିଶଗଡ଼ର ପ୍ରାଇଭେଟ ପାଇଁ ଆପଣ ଏଲିଜିବୁଲ ହେବେ, ଗଭର୍ଣ୍ଣମେଣ୍ଟ ପାଇଁ ନୁହଁ, କାରଣ ଛତିଶଗଡ଼ଟା ଗୋଟେ ଓପନ ଷ୍ଟେଟ୍, ପ୍ରାଇଭେଟ ପାଇଁ କେବଳ ହେଲା। 15 ତାରିଖରେ ରେଜଲ୍ଟ ଆସିବ, 16ରୁ 8 ରିପୋର୍ଟିଂ। ଆଗ 10ରୁ 13 ତାରିଖ ଆପଣ ରେଜିଷ୍ଟ୍ରେସନ କରିଦିଅନ୍ତୁ। ତାପରେ ଆପଣ ଯଦି ଚଏସ୍ ଫିଲିଂ ବି କରିଦିଅନ୍ତୁ। ଯଦି ଚଏସ୍ ଫିଲିଂ ଭୁଲି ଯାଉଛନ୍ତି 14 ଅକ୍ଟୋବର ଦିନ 2ଟା ପର୍ଯ୍ୟନ୍ତ ଚଏସ୍ ଫିଲିଂ କରିବା ଡେଟ୍ ଅଛି। ତାପରେ ଆପଣଙ୍କର ସିଟ୍ ଆଲଟମେଣ୍ଟ ଆସିବ 15 ତାରିଖରେ। ତାପରେ ଆପଣଙ୍କର ଜଏନିଂ ଚାଲିବ 16 ତାରିଖ, 17 ତାରିଖ, 18 ତାରିଖ। ଛତିଶଗଡ଼ ପାଇଁ ପଇସା ରେଡି କରି ରଖିଥିବେ। ପ୍ରାୟ 21ରୁ 22 ଲକ୍ଷ ଟଙ୍କା ଫାଷ୍ଟ ଇୟର ଫିସ୍। କାହିଁକି ନା ଛତିଶଗଡ଼ର ଟ୍ୟୁସନ ଫି 8 ଲକ୍ଷ ଲାଗିବ, ଯୋଉ ବି କଲେଜ ହଉ ପ୍ରାୟ 8 ଲକ୍ଷ ଭଳିଆ ରହିବ। ଆଉ ହଷ୍ଟେଲ ଫଷ୍ଟେଲ ଟ୍ରାନ୍ସପୋର୍ଟେସନ ଫି 5 ଲକ୍ଷ ରହିବ, 13 ଲକ୍ଷ ରହିବ। ପ୍ଲସ୍ ଆପଣଙ୍କର ଗୋଟେ ଫିକ୍ସ ଡିପୋଜିଟ୍ ବ୍ୟାଙ୍କରେ ରଖିକିରି ବ୍ୟାଙ୍କ ଆପଣଙ୍କୁ ଗୋଟେ ଗ୍ୟାରେଣ୍ଟି ଦବ। ଛତିଶଗଡ଼ ପାଇଁ ବ୍ୟାଙ୍କ ଗ୍ୟାରେଣ୍ଟି ଇମ୍ପୋର୍ଟାଣ୍ଟ। ସିଏ 8 ଲକ୍ଷ ଭଳିଆ ତ ହେଇଗଲାନି, ପ୍ରାୟ 21ରୁ 22 ଲକ୍ଷ ଟଙ୍କା ଫାଷ୍ଟ ଇୟର ପାଇଁ ଦେବାକୁ ପଡ଼ିବ। ଆଉ ବାକି ରେଷ୍ଟ ଇୟରରେ 13 ଲକ୍ଷ ଟଙ୍କା ଭଳିଆ ଦେବାକୁ ପଡ଼ିବ। ଛତିଶଗଡ଼ଟା ଭଲ ଷ୍ଟେଟ୍, ପାଖ ଷ୍ଟେଟ୍, ପ୍ରାଇଭେଟ ତାର 5ଟା ଭଳିଆ କଲେଜ ରହୁଛି। ତ ଆପଣ ପ୍ରାଇଭେଟ ପାଇଁ ଛତିଶଗଡ଼ ପାଇଁ ନିହାତି ରୂପରେ ଟାର୍ଗେଟ କରିପାରିବେ। ଆଉ ଯଦି ଛତିଶଗଡ଼ର ଇନଫର୍ମେସନ ଆପଣ ଦେବାକୁ ଚାହିଁବେ, ଆପଣ ସମସ୍ତେ ଜାଣିଛନ୍ତି ଛତିଶଗଡ଼ର ବର୍ତ୍ତମାନ ପାଇଁ ଅ, ଯୋଉ କଲେଜ ଆଡ୍ ହେଇଛି, ମୁଁ ଆପଣଙ୍କୁ ଦେଖେଇ ଦଉଛି। ଛତିଶଗଡ଼ର ଯୋଉ ଶ୍ରୀ ଶଙ୍କରାଚାର୍ଯ୍ୟ ଆଉ ରାଉତାପରା ଯୋଉଟା ମୁଁ ଆପଣଙ୍କୁ କହୁଛି, 1 ସେକେଣ୍ଡ, ତାର ଇନଫର୍ମେସନ ବି ଆପଣ ପାଇବା ଦରକାର ହେଲା। ତ ଇଏ ଦେଖନ୍ତୁ, ଇଏ ହଉଛି ଶ୍ରୀ ଶଙ୍କରାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ। ଶ୍ରୀ ଶଙ୍କରାଚାର୍ଯ୍ୟର 150 ସିଟ୍ ଥିଲା, ଆହୁରି 100 ସିଟ୍ ବଢ଼ିଯାଇଛି, 250 ସିଟ୍ ହେଇଛି ଶଙ୍କରାଚାର୍ଯ୍ୟ। ତେଣୁକରି କୋଉଠି ନା କୋଉଠି ଏଇଟା ଗୋଟେ ଆପଣଙ୍କ ପାଇଁ ଗୋଟେ ଗୁଡ୍ ନ୍ୟୁଜ୍। ଆଉ ଶ୍ରୀ ରାଉତାପୁରା ରାଉତାପୁରା ସରକାର ଇନଷ୍ଟିଚ୍ୟୁଟ, ଏଇଟାରେ ଆପଣଙ୍କର ଗୋଟେ ଟ୍ରଷ୍ଟ ଅଛି, ପ୍ରାଇଭେଟଟା ହେଲା। ଇଏ ହଉଛି 150 ସିଟ୍ ଟାରୁ ଗୋଟେ 50 ସିଟ୍ କମେଇକିରି 100ଟା ସିଟ୍ ଅଛି ହେଲା। ତେଣୁକରି ଇଏ ଗୋଟେ ଯାହା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟଟା, ଆକୁ ଆପଣ ଧ୍ୟାନ ଦିଅନ୍ତୁ ଛତିଶଗଡ଼ କାଉନସିଲିଂରେ ଭାଗ ନେଉଛନ୍ତି ଯଦି। ତ ତୁରନ୍ତ ଆପଣ ଆଗ ରେଜିଷ୍ଟ୍ରେସନ କରିଦିଅନ୍ତୁ। ତେଣୁକରି ବିନା ରେଜିଷ୍ଟ୍ରେସନରେ ତେଣୁକରି ବିନା ରେଜିଷ୍ଟ୍ରେସନରେ ଛତିଶଗଡ଼ କାଉନସିଲିଂରେ ଭାଗ ନେଇପାରିବେନି। ତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଯାହା ଯାହା କହିବାର ଥିଲା ମୁଁ କହିଦେଲି। ଆପଣମାନେ ମୋ ଥ୍ରୁରେ ବି କାଉନସିଲିଂ କରିପାରିବେ। ମୁଁ ଆପଣଙ୍କୁ ନମ୍ବର ବି ଦେଇଦେଇଛି 7205429784। ଇମ୍ପୋର୍ଟାଣ୍ଟ ଇନଫର୍ମେସନ ଏଇଟା। ତ ସବୁ ପିଲାମାନଙ୍କୁ ଅଲ୍ ଦ ଭେରି ବେଷ୍ଟ ଛତିଶଗଡ଼ କାଉନସିଲିଂ ପାଇଁ। ଆଉ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲରେ ସବୁବେଳେ ପାଇଁ ଆପଣ ଅଥେଣ୍ଟିକ୍ ଇନଫର୍ମେସନ ମିଳିଯିବ। ଆଣ୍ଡ ଆପଣ ଯଦି ପେଡ୍ କଲ୍ରେ କଥା ହେବା ପାଇଁ ଚାହିଁବେ ତା ପାଇଁ ପେମେଣ୍ଟ ରହିବ 1000। ତ ଏଇଠି ବର୍ତ୍ତମାନ ଭିଡ଼ିଓକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ, ଧନ୍ୟବାଦ।